ହାଡ଼ଭାଙ୍ଗି ଜନଶୁଣାଣିରେ ଶିଆଳି ପଞ୍ଚାୟତ ଚାଷୀଙ୍କ ଅଭିନବ ଅଭିଯୋଗ। ଆଜି ଗଜପତି ଜିଲ୍ଲାର ହାଡ଼ଭାଙ୍ଗିଠାରେ ମିଳିତ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମୁନୀନ୍ଦ୍ର ନହଙ୍ଗା ଓ ଏସ୍ପି ଯତେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥିତ ହୋଇଥିଲେ। ହେଲେ ଶିଆଳି ପଞ୍ଚାୟତର ଚାଷୀମାନେ ଧୋତି ଗଞ୍ଜି ପିନ୍ଧି କାଗଜରେ ଲିଖିତ ଅଭିଯୋଗ ଦେଇନଥିଲେ। ସେମାନେ ଅଭିଯୋଗକୁ ବ୍ୟାନର କରି 4 ଦଫା ଦାବିକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ମଣ୍ଡି ଏଯାଏଁ ନ ଖୋଲିବା, ମଣ୍ଡିର ମୌଳିକ ସୁବିଧା ନଥିବା, ଭୂତ ଚାଷୀ ଓ ସୋସାଇଟି ସମ୍ପାଦକଙ୍କ ସଲାସୁତୁରାରେ ଧାନ ଉଠୁଥିବା, ଚାଷୀଙ୍କ ଧାନ ଖଳାରୁ ସୋସାଇଟି ଧାନ କିଣିବା, କଟନୀ ଛଟନୀ ବନ୍ଦ କରିବା ନେଇ ଏହି ବ୍ୟାନରରେ ଉଲ୍ଲେଖ ରହିଛି। ଶିଆଳି ସରପଞ୍ଚ ରାମପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାୟ 100 ଚାଷୀ ଏହି ଅଭିଯୋଗ ଦେଇଥିଲେ। ଏଭଳି କାହିଁକି ଅଭିଯୋଗ ଦେଲେ ବୋଲି ଚାଷୀଙ୍କୁ ପଚାରିବାରୁ ସେମାନେ ଛୋଟ କାଗଜରେ ଦେଲେ ପ୍ରଶାସନ କେଉଁଠି ପକାଇ ଦେବେ, ଏଣୁ ବ୍ୟାନରରେ ଦେଲେ ପ୍ରଶାସନମାନେ ରଖି କାର୍ଯ୍ୟକାରୀ କରିବେ ବୋଲି ସେମାନେ ଓଲଟା କହିଥିଲେ। କାଶୀନଗରରୁ ପ୍ରଣତି ସାବତଙ୍କ ରିପୋର୍ଟ, ଷ୍ଟାର 1 TV।